ପିଟିଦେଲେ ଡମ୍ପର ଭାଇ ମୃତ ଭଉଣୀ ଭାଣିଜୀ ଗୁରୁତର ହୋଇଥିବାର ଖବର ଆସୁଛି। ବାଲେଶ୍ୱର ବସ୍ତା 16 ନମ୍ବର ଜାତୀୟ ରାଜପଥରେ ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି। ସୂଚନା ଅନୁଯାୟୀ ନୀଳଗିରି ଥାନା ମର୍ଦରାଜପୁର ଗାଁର କମଳ ଲୋଚନ ସାହୁ ବସ୍ତା ଥାନା ଅମରଦା ରୋଡ ଅଞ୍ଚଳରୁ ନିଜ ଭଉଣୀ ଏବଂ ଭାଣିଜୀକୁ ନେଇ ଏକ ବାଇକ୍ ଯୋଗେ ଘରକୁ ଫେରୁଥିଲେ। ବସ୍ତା ବାଇପାସ୍ ନିକଟରେ ହଠାତ୍ ଏକ ଡମ୍ପର ତାଙ୍କ ଆଗକୁ ଆସିଯିବାରୁ କମଳ ଲୋଚନ ବାଇକ୍ ସହିତ ଡମ୍ପର ଭିତରକୁ ପଶିଯାଇଥିଲେ। ଫଳରେ କମଳ ଲୋଚନଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଭଉଣୀ ଏବଂ ଭାଣିଜୀ ଗୁରୁତର ହୋଇଛନ୍ତି। ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଡମ୍ପର ଡ୍ରାଇଭରକୁ ଅଟକ ରଖି ତଦନ୍ତ କରୁଛି। ଅଜିତ ଦାସ ଆମ ପ୍ରତିନିଧି ଯୋଡୁଛନ୍ତି ଅଧିକ ସୂଚନା ପାଇଁ ଫୋନ୍ ଲାଇନରେ। ଅଜିତ, ଜାଣିବା ପାଇଁ ଚାହିଁବି, ବଡ଼ ଦୁଃଖଦ ଘଟଣା, ଜଣଙ୍କର ମୃତ୍ୟୁ ହୋଇସାରିଛି, ଆଉ ଯୋଉ 2 ଜଣ ଗୁରୁତର ବି ଅଛନ୍ତି, ଏ ଦୁର୍ଘଟଣା କିଭଳି ଘଟିଲା, ପୁଲିସ କିଭଳି ତଦନ୍ତ କରୁଛି? At Faculty of Engineering and Technology, learn what's next. 100% internships, 72% placements, industry integrated curriculum with IBM, TCS and Cyber Dojo. Build tech, build impact. ଦେଖନ୍ତୁ, ଆଜି ଅପରାହ୍ନ ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଡମ୍ପର ଭିତରେ ପଶିଗଲା ବାଇକ୍ଟି ଏବଂ ଯେଉଁ ବାଇକ୍ ଆରୋହୀଟି ଘଟଣାସ୍ଥଳରେ ମୃତ୍ୟୁବରଣ କରିଛି ଏବଂ ତାଙ୍କ ସହିତ ତାଙ୍କର ଭଉଣୀ ଏବଂ ଭାଣିଜୀ ମଧ୍ୟ ଥିଲେ। ଯେଉଁ ଭାଇ ଜଣକ ମରିଛନ୍ତି ତାଙ୍କର ଘର ନୀଳଗିରି ଅଞ୍ଚଳ ବୋଲି ଜଣାପଡିଛି। ସେ ଅମରଦା ରୋଡ ଆସିଥିଲେ ଏବଂ ଅମରଦା ରୋଡ ଘରକୁ ପହଞ୍ଚିବା ସମୟରେ ଦୁର୍ଘଟଣାଟା ଘଟିଛି। ଜାତୀୟ ରାଜପଥ 16 ଅମରଦା ଛକ ନିକଟରେ ଏଭଳି ଘଟଣା ଘଟିଛି ଏବଂ ଡମ୍ପରଟିକୁ ଅଟକ ରଖି ଅମରଦା ପୋଲିସ ଏବଂ ବସ୍ତା ପୋଲିସ ତଦନ୍ତ ଜାରି ରଖିଛି ଏବଂ ଦୁର୍ଘଟଣାର କାରଣ ଖୋଜୁଛି। କାରଣ କୋଉ କାରଣରୁ ଏ ଦୁର୍ଘଟଣା ଘଟିଲା, ଗାଡିର କେତେ ସ୍ପିଡ ଥିଲା, ଡ୍ରାଇଭର କୌଣସି ମଦ୍ୟପାନ କରିଥିଲେ କି ନାହିଁ, ଏଭଳି ପୋଲିସ ତଦନ୍ତ କରୁଛି। ପୋଲିସ ସହିତ ଯେତେବେଳେ ଆମେ ଯୋଗାଯୋଗ କରିଥିଲୁ, ପୋଲିସର ତଦନ୍ତ ପରେ ଆମେ ସଠିକ ତଥ୍ୟ କହିପାରିବୁ ଏବଂ ଗାଡିଟିକୁ ଅଟକ ରଖି ଅମରଦା ପୋଲିସ ତଦନ୍ତ ଜାରି ରଖିଛି। ସ୍ଥାନୀୟ ଲୋକମାନେ ବାବଦରେ କ'ଣ କହୁଛନ୍ତି, କେଉଁ ତ୍ରୁଟି ପାଇଁ ଏ ଅଘଟଣା ଘଟିଲା? ଦେଖନ୍ତୁ, ଜାତୀୟ ରାଜପଥରେ ଯେତେବେଳେ ଦୁର୍ଘଟଣା ଘଟିଲା ତାପରେ ଲୋକେ ଆସିକି ପହଞ୍ଚିଛନ୍ତି, କିନ୍ତୁ ସ୍ଥାନୀୟ ଲୋକେ ସଠିକତା ମାନେ ନିଜ ଆଖିରେ ଦେଖିନାହାନ୍ତି। କିନ୍ତୁ ସେମାନେ ଘଟଣାସ୍ଥଳରେ ପହଞ୍ଚି ଯିଏ ମରିଛନ୍ତି ସେ ଭାଇଙ୍କର ଯୋଉ ସମ୍ପର୍କୀୟ ଭାଣିଜୀ ଏବଂ ଭଉଣୀକୁ ତାଙ୍କୁ ତୁରନ୍ତ ବସ୍ତା ମେଡିକାଲ ନେଇଥିଲେ ଏବଂ ବସ୍ତା ମେଡିକାଲ ବର୍ତ୍ତମାନ ତାକୁ ବାଲେଶ୍ୱର ବଡ ମେଡିକାଲରେ ତାଙ୍କୁ ଚିକିତ୍ସା କରାଯାଉଛି ଏବଂ ଦୁର୍ଘଟଣା ଗାଡିର ସ୍ପିଡ, ଡମ୍ପର ସ୍ପିଡ ଅତ୍ୟଧିକ ଥିଲା ବୋଲି ଯାହା ଆମକୁ ସ୍ଥାନୀୟ ଲୋକ ସୂଚନା ଦଉଥିଲେ, ତାଫଳରେ ଏଭଳି ଦୁର୍ଘଟଣା ଘଟିଛି। ଡ୍ରାଇଭର ଏବଂ ଡମ୍ପର ଉଭୟ ଯେ ଦେଖିବା, ଡମ୍ପର ଜବତ ହୋଇଛି, ଡ୍ରାଇଭରକୁ ବି ଅଟକ ରଖି ପଚରାଉଚରା କରୁଛି ପୁଲିସ। ଦେଖନ୍ତୁ, ଡ୍ରାଇଭରକୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି ଏବଂ ଡମ୍ପରଟିକୁ ମଧ୍ୟ ତଦନ୍ତ ଜାରି ରଖିଛି। ତାର ଗାଡି କାଗଜପତ୍ର କଣ ଅଛି ନା ତାର କଣ ପ୍ରୋବ୍ଲେମ ପାଇଁ ଏଭଳିଆ ହେଇଛି, ପୋଲିସ ତଦନ୍ତ କରା ପରେ ହିଁ ସଠିକ ତଥ୍ୟ ଦେଇପାରିବ ବୋଲି ଆମକୁ ଯାହା ପୋଲିସ ସୂଚନା ଦେଇଛି ଏବଂ ଘଟଣାସ୍ଥଳରେ ମଧ୍ୟ ବସ୍ତା ଆଇଆଇସି ମଧ୍ୟ ଆସି ଉପସ୍ଥିତ ହୋଇଛନ୍ତି ଏବଂ ଏସଡିପିଓ ମଧ୍ୟ ନିଜ ତତ୍ତ୍ୱାବଧାନରେ ଏ ଘଟଣାଟିକୁ ନେଇଛନ୍ତି। ଘଟଣାସ୍ଥଳରେ ପରିବାର ଲୋକେ ମଧ୍ୟ ଉପସ୍ଥିତ ଥିବା ଦେଖିବା ପାଇଁ ପାଉଛୁ। କାନ୍ଦବବାଳିରେ ଅଞ୍ଚଳ ଫାଟୁଛି। ଅନ୍ୟପଟେ ଯଦି ଦେଖିବା, ଏ ଘଟଣାରେ ପରିବାର ଲୋକଙ୍କ ତରଫରୁ କୌଣସି ପ୍ରତିକ୍ରିୟା ଆସୁଛି କି? ଦେଖନ୍ତୁ, ସେମାନେ ଯେହେତୁ ଦୁଃଖଦ ଅବସ୍ଥାରେ ସେମାନେ କାନ୍ଦୁଛନ୍ତି ଏବଂ ଯେହେତୁ ଅମରଦାରେ ଆକ୍ସିଡେଣ୍ଟ ହେଇଛି ଏବଂ ତାଙ୍କର ସମ୍ପର୍କୀୟ ଘର ଅମରଦାରୁ ଅଳ୍ପ କିଛି ବାଟରେ, ସେଥିପାଇଁ ତାଙ୍କର ସମ୍ପର୍କୀୟ ମଧ୍ୟ ଘଟଣାସ୍ଥଳରେ ଆସି ପହଞ୍ଚିଛନ୍ତି ଏବଂ ପରିବାର ଲୋକ ମଧ୍ୟ ଗୋଟେ ଦୁଃଖର ପରିବେଶ ଭିତରେ ସେମାନଙ୍କର ପ୍ରତିକ୍ରିୟା ସଠିକ ଭାବରେ ମିଳିପାରି ନାହିଁ ଏବଂ ପୋଲିସ ଯେହେତୁ ତଦନ୍ତ ଜାରି ରଖିଛି ଏବଂ ଏହାର ଦୁର୍ଘଟଣା କାରଣ ପୋଲିସ ତଦନ୍ତ ଜାରି ରଖିଛି। କାରଣ ଯେତେବେଳେ ଗାଡିଟି ସ୍ପିଡ ରହିଛି 16 ନମ୍ବର, ଯେତେବେଳେ ଜାତୀୟ ରାଜପଥ ଶତାଧିକ ଗାଡି ପ୍ରତ୍ୟେକ ସମୟରେ ମୁହୂର୍ତ୍ତରେ ଶତାଧିକ ଗାଡି ଯାଉଛି ଏବଂ ଗାଡିର ସ୍ପିଡ ଥିଲା, ଡମ୍ପର ଅତ୍ୟଧିକ ସ୍ପିଡ ଫଳରେ ଏବଂ ବାଇକ୍ ଆରୋହୀ ଭାରସାମ୍ୟ ହରାଇବା ଫଳରେ ଏହି ଦୁର୍ଘଟଣା ଘଟିଛି ବୋଲି ସାଧାରଣତଃ ଚର୍ଚ୍ଚା ହେଉଛି। ସ୍ଥାନୀୟ ଲୋକମାନେ ଏ ବାବଦରେ କିଛି ଅଭିଯୋଗ କରୁଛନ୍ତି କି ଯେ ପୂର୍ବରୁ ମଧ୍ୟ ଏମିତି ଅନେକ ଅଘଟଣ ଘଟୁଛି, ତେଣୁ ସ୍ପିଡ ବ୍ରେକର ଆବଶ୍ୟକତା ଅଛି ନା ନାହିଁ? ସ୍ଥାନୀୟ ଲୋକମାନେ ଏ ବାବଦରେ କିଛି ପ୍ରତିକ୍ରିୟା ରଖୁଛନ୍ତି କି? ଦେଖନ୍ତୁ, ଯେହେତୁ ଜାତୀୟ ରାଜପଥ ସେଥିପାଇଁ ସ୍ପିଡ ବ୍ରେକର ଯଦି ବା ଦାବି ବାରମ୍ବାର ହଉଛି, କାରଣ ପ୍ରତ୍ୟେକ ଦିନ ଯଦି କହିପାରିବା ବାଲେଶ୍ୱର 16 ନମ୍ବର ଜାତୀୟ ବାଲେଶ୍ୱର ଜଳେଶ୍ୱର ମଧ୍ୟ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି। ହয়তো କିଏ ମରୁଛି, କିଏ ଗାଡି ପଲଟି ଖାଇକି ମଧ୍ୟ ଘଟଣା ଘଟୁଛି। ଯେହେତୁ ଜାତୀୟ ରାଜପଥ ସ୍ପିଡ ବ୍ରେକର ତାଙ୍କର ଯୋଉ ଡମ୍ପର କରିବା କଥା ତାଙ୍କର ଗାଇଡଲାଇନ ଅନୁସାରେ ଏନ୍ଏଚ ରେ ସେଭଳିଆ କିଛି ନାହିଁ, କିନ୍ତୁ ତଥାପି ତାଙ୍କର ଯୋଉ ଆଇନ ଅନୁସାରେ ତାଙ୍କର ସ୍ପିଡ କମ 40 କି 50 ରେ ଯିବା କଥା, କିନ୍ତୁ ଯେହେତୁ ଅଧିକ ସ୍ପିଡ ଯାଉଛନ୍ତି ତା ଫଳରେ ଏଭଳି ଦୁର୍ଘଟଣା ଘଟୁଛି। କାରଣ ବିଭିନ୍ନ ସ୍ଥାନ ଯଦି କହିପାରିବା ଜଳେଶ୍ୱର ଏବଂ ରୂପସା ଅଞ୍ଚଳରେ ମଧ୍ୟ ସେଠି ସିସିଟିଭି ଲଗାଯାଇଛି, କାରଣ ସ୍ପିଡ କମେଇବା ପାଇଁ କି ଏବଂ ହେଲମେଟ ବ୍ୟବହାର କରିବା ପାଇଁ କି ସେମାନଙ୍କ ମଧ୍ୟ ସିସିଟିଭି ମଧ୍ୟ ଲଗାଯାଇଛି। ତଥାପି ଲୋକମାନେ ସୁଧୁରୁ ନାହାନ୍ତି। ଯଦି କହିପାରିବା, ଗାଡିରେ 3 ଜଣ ଥିଲେ, ମୋଟରସାଇକେଲରେ 3 ଜଣ ଥିଲେ, କିନ୍ତୁ ସ୍ଥାନୀୟ ଲୋକେ କହୁଛନ୍ତି ଯେ ଡମ୍ପର ଅତ୍ୟଧିକ ଜୋରରେ ଆସିଲା ଏବଂ ଭାରସାମ୍ୟ ହରାଇଲା ଫଳରେ ଏଭଳି ଦୁର୍ଘଟଣା ଘଟିଛି। କିନ୍ତୁ ସେଇଥିପାଇଁ ସେ ଲୋକମାନେ ମଧ୍ୟ ଅଭିଯୋଗ କରୁଛନ୍ତି ସେଠାରେ ଗୋଟେ ଯୋଉ ହମ୍ସ କରାଯାଉ, କିନ୍ତୁ ଯେତେବେଳେ ପୋଲିସକୁ କହିଲୁ, ପୋଲିସ
କରି ଆମେ ଜାତୀୟ ରାଜପଥ ଯୋଉ ବିଭାଗ ଅଛି ଆମେ ତାକୁ ଜଣେଇବୁ ତାଙ୍କର ଯଦି କହିବେ ତାହେଲେ ଏନ୍ଏଚ୍ ଚାହିଁଲେ ହେଇପାରିବ ନଚେତ କୌଣସି ପ୍ରକାର ମଝି ରାସ୍ତାରେ କି ହମ୍ପ ହେବା ସମ୍ଭବ ନୁହେଁ। ତ ଇଏ ମୃତଦେହ ବର୍ତ୍ତମାନ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ଏବଂ ଅନ୍ୟ ତ 2 ଜଣ ଗୁରୁତର ଅଛନ୍ତି। ଦେଖନ୍ତୁ ବର୍ଷା ମେଡିକାଲରେ ତାଙ୍କର ଡକ୍ଟର ପୋଷ୍ଟମର୍ଟମ କରିଛନ୍ତି ଏବଂ ବର୍ତ୍ତମାନ ତାଙ୍କର ଯୋଉ ଦାବି ହଉଛି ଯେ ତାଙ୍କର କ୍ଷତିପୂରଣ ମଧ୍ୟ ଦାବି କରୁଛନ୍ତି ଏବଂ ଆମେ ସ୍ଥାନୀୟ ଯୋଉ ମେଜିଷ୍ଟ୍ରେଟ ଅଛନ୍ତି ବର୍ଷା ତହସିଲ ତାଙ୍କ ସହିତ ମଧ୍ୟ ଯୋଗାଯୋଗ କରୁଛୁ ସେ ମଧ୍ୟ ସେ ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ଅଞ୍ଚଳରେ ହୋଇଥିବା ସୂଚନା ମିଳୁଛି ଏକ ବଡ଼ ଅଘଟଣ ନିଶ୍ଚିତ ଭାବରେ ଘଟିଛି। ହଠାତ୍ ଡମ୍ପର ଆସିଛି ଧକ୍କା ଦେଇଛି ଏବଂ ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2 ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ବହୁତ ବହୁତ ଧନ୍ୟବାଦ ଆପଣଙ୍କ ସମସ୍ତ ସୂଚନା ପାଇଁ। At Faculty of Engineering and Technology, learn what's next. 100% internships, 72% placements, industry integrated curriculum with IBM, TCS and Cyber Dojo. Build tech, build impact.